ସକାଳୁ ଉଠି ଯେତେବେଳେ ନେହା ଝରକା ବାହାରକୁ ଚାହିଁଲା, ସେ ଦେଖିଲା ଯେ ତାଙ୍କର 40 ବର୍ଷୀୟ ଚାକର ରାମୁ ରୋଷେଇ ଘରେ ଠିଆ ହୋଇ ଜଳଖିଆ ପ୍ରସ୍ତୁତ କରୁଥିଲେ। ରାମୁ ଜଣେ ସରଳ ବ୍ୟକ୍ତି ଥିଲେ। ସେ ନିଜ କାମ ସାରିଲା ମାତ୍ରେ ତାଙ୍କ ଛୋଟ ପୋଖରୀକୁ ଚାଲି ଯାଉଥିଲେ। ତଥାପି ନେହାଙ୍କ ହୃଦୟ ବାରମ୍ବାର ରାମୁଙ୍କ ପ୍ରତି ଆକର୍ଷିତ ହେଉଥିଲା। ନେହା ମାତ୍ର 20 ବର୍ଷ ବୟସର ଥିଲେ। ଜଣେ ସୁନ୍ଦର ଏବଂ ଆଧୁନିକ ଝିଅ ଯାହାଙ୍କ ଆଖିରେ ବଡ଼ ସ୍ୱପ୍ନ ଝଲସୁଥିଲା। ସେ ପ୍ରାୟତଃ ଛୋଟ ଟାଇଟ୍ ଫିଟି ପୋଷାକ ପିନ୍ଧୁଥିଲେ ଯାହା ତାଙ୍କ ଯୌବନକୁ ଅଧିକ ଆକର୍ଷଣୀୟ କରୁଥିଲା। ସେତେବେଳେ ସେ ଏବଂ ରାମୁ ବଡ଼ ଘରେ ଏକା ରହୁଥିଲେ। ନେହାଙ୍କ ମା ସୁମତି 12 ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲେ ଏବଂ ତାଙ୍କ ବାପା ଅର୍ଜୁନ କିଛି ବର୍ଷ ପୂର୍ବରୁ ବିଦେଶକୁ ଚାଲିଯାଇଥିଲେ। ଅର୍ଜୁନ ଘର ଦେଖାଶୁଣା କରିବା ପାଇଁ ରାମୁଙ୍କୁ ନିଯୁକ୍ତି ଦେଇଥିଲେ। ତେଣୁ ନେହା ରାମୁଙ୍କ ସହିତ ଏକା ଦିନର ଅଧିକାଂଶ ସମୟ ବିତାଉଥିଲେ। କିନ୍ତୁ ରାମୁଙ୍କ ଆଚରଣ ତାଙ୍କୁ ବିସ୍ମିତ କରିଦେଲା। ଯଦିଓ ସେ ତାଙ୍କ ଆଡ଼କୁ ଚାହିଁ ନଥିଲେ, ଯଦିଓ ଏହା ଅନ୍ୟ କୌଣସି ପୁରୁଷ ହୋଇଥାନ୍ତା, ତେବେ ସେ ବହୁତ ପୂର୍ବରୁ ତାଙ୍କର ସୁଯୋଗ ନେଇଥାନ୍ତେ। କିନ୍ତୁ ରାମୁ ନେହାକୁ ଦେଖିବାକୁ ମନା କରିବା ତାଙ୍କୁ ଅସ୍ଥିର କରୁଥିଲା। ସେହି ସକାଳେ ନେହା ଏକ ଛୋଟ ଆଧୁନିକ ପୋଷାକ ପିନ୍ଧି ସିଧା ରୋଷେଇ ଘରକୁ ଗଲା, ଆଶା କରି ଯେ ହୁଏତ ସେ ରାମୁଙ୍କ ଦୃଷ୍ଟି ଆକର୍ଷଣ କରିବ। କିନ୍ତୁ ରାମୁ ସବୁଦିନ ପରି ତାଙ୍କ ଆଡ଼କୁ ଚାହିଁ ମଧ୍ୟ ନଥିଲା। ସେ କେବଳ ତାଙ୍କ କାମ ଜାରି ରଖିଲେ ଯେପରି ନେହା ସେଠାରେ ନାହାନ୍ତି। ଯଦିଓ ସେମାନେ ବଡ଼ ଘରେ କେବଳ 2 ଜଣ ଥିଲେ, ରାମୁଙ୍କ ଦୃଷ୍ଟି ସର୍ବଦା ନିମ୍ନଗାମୀ ଥିଲା। ଯଦିଓ ନେହା ଅନେକ ଥର ତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ଲକ୍ଷ୍ୟ କରିବାକୁ ଚେଷ୍ଟା କରିଥିଲେ, କେତେବେଳେ ଛୋଟ ପୋଷାକ ପିନ୍ଧି, କେତେବେଳେ ହସି ହସି କଥା ହୋଇ, କିନ୍ତୁ ପ୍ରତ୍ୟେକ ଥର ରାମୁ ତାଙ୍କୁ ଅଣଦେଖା କରୁଥିଲେ ଏବଂ ଯେତେବେଳେ ସେ କଥା ହେଉଥିଲେ ମଧ୍ୟ ସେ ତଳକୁ ଚାହିଁ ରହୁଥିଲେ। ତେଣୁ ତାଙ୍କର ସରଳ ସଭ୍ୟ ଆଚରଣ ନେହାଙ୍କୁ ବହୁତ ବିରକ୍ତ କରୁଥିଲା। ଦିନେ ହଠାତ୍ ନେହାଙ୍କ ମନରେ ଏକ ଚିନ୍ତା ଆସିଲା। ଯେତେବେଳେ ସେ କୌଣସି କାମରେ ବ୍ୟସ୍ତ ଥିଲେ, ସେ ସର୍ବଦା ରାମୁଙ୍କ ପାଖକୁ ଯାଉଥିଲେ। ତେଣୁ ନେହା ଭାବିବାକୁ ଲାଗିଲେ ଯେ ସେ କାହିଁକି ତାଙ୍କୁ ଅଣଦେଖା କରୁଥିଲେ। ତେଣୁ ନେହା ଭାବିଲେ, ମୁଁ ତାଙ୍କ ଖାଲି ସମୟରେ ତାଙ୍କ ଧ୍ୟାନ ଆକର୍ଷଣ କରିବା ଉଚିତ। ଏହି ଚିନ୍ତାରେ ତାଙ୍କ ମୁହଁରେ ଏକ ହାଲୁକା ହସ ଆସିଗଲା। ସେ ରାମୁଙ୍କୁ ଶୀଘ୍ର ଜଳଖିଆ ପ୍ରସ୍ତୁତ କରିବାକୁ କହିଲେ। ରାମୁ କିଛି ସମୟ ପାଇଁ ତାଙ୍କ ଆଡ଼କୁ ଚାହିଁଲେ। ତାପରେ ତାଙ୍କ ଦୃଷ୍ଟି ତଳକୁ କରି ସେ କହିଲେ, ହମ ମ୍ୟାଡାମ, ମୁଁ ଆପଣଙ୍କ ପାଇଁ ଏହା ତିଆରି କରୁଛି। ନେହା ଉତ୍ତର ଦେଲେ, ଠିକ ଅଛି, ଜଳଖିଆ ପ୍ରସ୍ତୁତ କରି ମୋ ରୁମକୁ ଆଣ, ମୋର ଦେହ ଭଲ ଲାଗୁନାହିଁ। ରାମୁ ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ହେଲେ, କାରଣ ସେ ବହୁତ ଦିନ ହେଲା ନେହାଙ୍କ ରୁମକୁ ଯାଇ ନଥିଲେ। ସେ ସବୁବେଳେ କବାଟ ପାଖରେ ଅଟକି ରହୁଥିଲେ। କିନ୍ତୁ ଆଜି ନେହା ତାଙ୍କୁ ତାଙ୍କ ରୁମକୁ ନିମନ୍ତ୍ରଣ କରିଥିଲେ। ସେ ରୁମ୍ ଆଡ଼କୁ ଯିବା ସମୟରେ ନେହା ଭାବିଲେ, ଆଗକୁ ସେ ଜଣେ ପୁରୁଷ। ସେ ଯେତେ ଭଦ୍ର ହେବାକୁ ଚେଷ୍ଟା କଲେ ମଧ୍ୟ ସେ ମୋ ପରି ସୁନ୍ଦର ଝିଅକୁ ଅଣଦେଖା କରିପାରିବେ ନାହିଁ। ରୁମ୍ ଭିତରକୁ ଯାଇ ନେହା ସୋଫାରେ ନିଶ୍ଚିନ୍ତ ଭାବରେ ବସି ପଡ଼ିଲେ। କିଛି ସମୟ ପରେ ରାମୁ ତାଙ୍କ କବାଟ ବାଡ଼େଇଲେ ଏବଂ ନେହା କହିଲେ, ଭିତରକୁ ଆସ। ରାମୁ ସକୋଚରେ ଭିତରକୁ ପ୍ରବେଶ କଲେ। ଟେବୁଲ ଉପରେ ଜଳଖିଆ ପ୍ଲେଟ ରଖି ଚାଲିଗଲେ। କିନ୍ତୁ ତାପରେ ନେହା ତାଙ୍କୁ ବାଧା ଦେଲେ, ରୁହନ୍ତୁ ରାମୁ। ସେ ଅଟକିଗଲେ। ତାପରେ ନେହା ଜାଣିଶୁଣି କଥାକୁ ବଢ଼ାଇ କହିଲେ, ତୁମେ କାମ କରିବାରେ କିଛି ଅସୁବିଧା ପାଉଛ କି? ଯଦି ତୁମେ ଏକା କାମ କରି ଥକି ଯାଅ, ମତେ ଜଣାଅ, ମୁଁ ଆଉ କିଛି ଲୋକଙ୍କ ବ୍ୟବସ୍ଥା କରିପାରିବି। ସେ କେବଳ ରାମୁଙ୍କୁ ତାଙ୍କ ଆଡ଼କୁ ଚାହିଁବା ପାଇଁ ଏହା କହିଥିଲେ। କିନ୍ତୁ ରାମୁ ତାଙ୍କ ଦୃଷ୍ଟିକୁ ତଳକୁ କରି ହାତ ଯୋଡ଼ି କହିଲେ, ନା ମ୍ୟାଡାମ, ମୋର ଏତେ କାମ ନାହିଁ ଏବଂ ଯାହା ହେଉ ତୁମ ବାପା ଘରେ ଅନ୍ୟ କୌଣସି ଚାକରଙ୍କୁ ସ୍ପଷ୍ଟ ଭାବରେ ବାରଣ କରିଥିଲେ। ରାମୁଙ୍କ ଉତ୍ତରରେ ନେହା ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ସେ କହିଲେ, ଏକ ଜିନିଷ ଅଛି ଯାହା ମୁଁ ଏପର୍ଯ୍ୟନ୍ତ ବୁଝିପାରୁନାହିଁ। ଦୟାକରି ତୁମେ ଏହା ମୋ ପାଇଁ ସ୍ପଷ୍ଟ କରିପାର। ରାମୁ ତାଙ୍କୁ ପ୍ରଶ୍ନବାଚୀ ଭାବରେ ଦେଖିଲେ। ତାପରେ ନେହା କହିଲେ, ମୋ ବାପା ସବୁବେଳେ ମତେ ସ୍ୱାଧୀନତା ଦେଇଛନ୍ତି, କିନ୍ତୁ ମୁଁ କେବେ ଏତେ ସ୍ୱାଧୀନତା କଳ୍ପନା କରିନଥିଲି। ମୋ ବାପା ମୋତେ ତାଙ୍କ ଛୋଟ ଝିଅକୁ ଏହି ଘରେ ଜଣେ ଯୁବକ ସହିତ ଏକା ଛାଡ଼ି କିପରି ପାରିବେ, ଏବଂ ତାହା ମଧ୍ୟ ତୁମ ପରି ଜଣଙ୍କ ଯତ୍ନରେ। ସେ କୌଣସି ଚାକରଙ୍କୁ ବିଶ୍ୱାସ କରିନଥିଲେ। ତାପରେ ତୁମ ବିଷୟରେ ଏତେ ବିଶେଷ କଣ ଥିଲା ଯେ ସେ ତୁମକୁ ଏତେ ବିଶ୍ୱାସ କରୁଥିଲେ? ରାମୁ କିଛି ସମୟ ପାଇଁ ନୀରବ ରହିଲେ। ତାପରେ ଟିକିଏ ସକୋଚ କରି ସେ କହିଲେ, କେବଳ ତୁମ ବାପା ତୁମକୁ ଏହା କହିପାରିବେ। ମୋର କାମ ହେଉଛି ତୁମକୁ ସୁରକ୍ଷା ଦେବା ଏବଂ ଘରର ଯତ୍ନ ନେବା, ଏବଂ ମୁଁ ତାହା ଚିନ୍ତନଶୀଳ ଭାବରେ କରୁଛି। ଯଦି ତୁମର ମୋ କାମ ବିଷୟରେ କୌଣସି ଅଭିଯୋଗ ଅଛି,
ଦୟାକରି ମୋତେ ଜଣାଅ। ଏହା ଶୁଣି ସେ ଚାଲିଯିବାକୁ ଲାଗିଲେ, କିନ୍ତୁ ନେହା କହିଲେ, ହଁ ମୋର ତୁମ ବିଷୟରେ ଅନେକ ଅଭିଯୋଗ ଅଛି। ଏହା ଶୁଣି ରାମୁ ଟିକେ ଚାପଗ୍ରସ୍ତ ହୋଇଗଲେ। ନେହା ତାଙ୍କ ବୟସକୁ ଖାତିର ନକରି ତାଙ୍କୁ ବାରମ୍ବାର ସମାଲୋଚନା କଲେ। ରାମୁ ଭାବିବାକୁ ଲାଗିଲେ ଯେ ନେହାଙ୍କ କାମରେ ସମସ୍ୟା ଅଛି, କିନ୍ତୁ ନେହାଙ୍କ ମନରେ ଅନ୍ୟ କିଛି ଥିଲା। ତାପରେ ରାମୁ ଭୟଭୀତ ହୋଇ ପଚାରିଲେ, କଣ ଅଭିଯୋଗ ମ୍ୟାଡାମ? ତୁମେ କୌଣସି ଅଭାବ ଅନୁଭବ ନ କର ତାହା ନିଶ୍ଚିତ କରିବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରେ। ନେହା ଉତ୍ତର ଦେଲେ, ମୁଁ ଏହି ବଡ଼ ଘରେ ରାତିରେ ଏକା ବହୁତ ଭୟ ଅନୁଭବ କରୁଛି। ମୁଁ ଚାହେଁ ଆଉ ଜଣେ ଚାକରକୁ ନିଯୁକ୍ତି ଦିଆଯାଉ। ମୁଁ ଆଉ ଏହି ଘରେ ଏକା ରହିପାରିବି ନାହିଁ ଏବଂ ତୁମେ କାମ ସାରି ତୁମର ରୁମକୁ ଯାଅ। ଏହା ଶୁଣି ରାମୁ ଟିକିଏ ବିଚଳିତ ହୋଇଗଲେ। ନେହା ଜାଣିଶୁଣି ତାଙ୍କୁ ତାଙ୍କ ରୁମରେ ବହୁତ ସମୟ ପାଇଁ ରଖିଥିଲେ, କାରଣ ସେ ବିଶ୍ୱାସ କରୁଥିଲେ ଯେ ରାମୁ ଜାଣିଥିଲେ ଯେ ସେ ତାଙ୍କ ସୌନ୍ଦର୍ଯ୍ୟରୁ ଅଧିକ ସମୟ ପାଇଁ ତାଙ୍କ ନଜର ହଟାଇ ପାରିବେ ନାହିଁ। ନାସ୍ତା ପ୍ଲେଟଟି ନେହାଙ୍କ ସାମ୍ନାରେ ପଡ଼ିଥିଲା, କିନ୍ତୁ ତାଙ୍କର ଧ୍ୟାନ କେବଳ ରାମୁ ଉପରେ କେନ୍ଦ୍ରିତ ଥିଲା। ତାଙ୍କର ଦୃଷ୍ଟି 3 କିମ୍ବା 4 ମିନିଟ୍ ପାଇଁ ରାମୁଙ୍କ ମୁହଁ ଉପରେ ସ୍ଥିର ରହିଥିଲା। ତାପରେ ଯେତେବେଳେ ନେହା ତଳକୁ ଚାହିଁଲେ, ସେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ସେ ଆଶ୍ଚର୍ଯ୍ୟ ହୋଇ ରାମୁଙ୍କୁ ଚାହିଁ ରହିଲେ। ତାଙ୍କୁ ଚାହିଁ ରହିଥିବା ଦେଖି ରାମୁ ଆହୁରି ନର୍ଭସ ହୋଇଗଲେ। ତାପରେ ବିଷୟ ବଦଳାଇବାକୁ ଚେଷ୍ଟା କରି ସେ କହିଲେ, ମ୍ୟାଡାମ ଆପଣ ଏ ବିଷୟରେ ଆପଣଙ୍କ ବାପାଙ୍କ ସହ କଥା ହେବା ଉଚିତ। ଏହା କହି ସେ ଶୀଘ୍ର ରୁମ୍ ଛାଡ଼ି ଚାଲିଗଲେ। କିନ୍ତୁ ନେହା ଆଶ୍ଚର୍ଯ୍ୟ ହୋଇ ବସି ରହିଲେ, କାରଣ ରାମୁ ଦେଖାଯାଉଥିବା ପରି ସାଧାରଣ ନଥିଲେ। ନେହା ଏବେ ଚିନ୍ତାରେ ହଜି ଯାଇଥିଲେ, ଗଭୀର ଭାବରେ ଆଶ୍ଚର୍ଯ୍ୟ ହୋଇଗଲେ। ଲଜ୍ଜା ଏବଂ ଆଘାତରେ ତାଙ୍କୁ ଯେଉଁ ପ୍ରତିଛବି ଦେଇଥିଲେ ତାହା ତାଙ୍କ ମନରୁ ଲିଭାଇ ପାରିଲା ନାହିଁ। ସେବେଠାରୁ ସେ ଗୁପ୍ତ ଭାବରେ ରାମୁଙ୍କୁ ଦେଖିବା ଆରମ୍ଭ କଲେ। ପରଦିନ ସେ ପୁଣି ଚେଷ୍ଟା କଲେ ତାଙ୍କୁ ତାଙ୍କ କୋଠରୀକୁ ଡାକିଲେ, କିନ୍ତୁ ରାମୁ କଥାବାର୍ତ୍ତା ଏଡ଼ାଇ ଦେଲେ। କହିଲେ, ମୋତେ ବଜାରରୁ କିଣା ସାମଗ୍ରୀ କିଣିବାକୁ ପଡ଼ିବ, ତୁମେ ଏଠାରେ ନାସ୍ତା କରିପାରିବ। ତାଙ୍କର ଉତ୍ତର ନେହାଙ୍କୁ ଆହୁରି ଆଶ୍ଚର୍ଯ୍ୟ କଲା, କିନ୍ତୁ କୌଣସି କାରଣରୁ ସେ ତାଙ୍କୁ ଆଉ ନିୟନ୍ତ୍ରଣ କରିପାରିଲେ ନାହିଁ। ଗୋଟିଏ ରାତିରେ ନେହା ହଠାତ୍ ଉଠି ପଡ଼ିଲେ। ରାମୁଙ୍କ କଥା ଭାବି ସେ ବିଛଣାରୁ ଉଠି ତାଙ୍କ କୋଠରୀ ଛାଡ଼ିଦେଲେ। ତାପରେ ସେ ରାମୁଙ୍କ କୋଠରୀକୁ ଯାଇ ସେ କିପରି ରହୁଥିଲେ ତାହା ଦେଖିବା ପାଇଁ ନିଷ୍ପତ୍ତି ନେଲେ, କାରଣ ସେ ତାଙ୍କ ବିଷୟରେ ଜାଣିବାକୁ ଏବଂ ତାଙ୍କ ଗୁପ୍ତ କଥା ଉନ୍ମୋଚନ କରିବାକୁ ଚାହୁଁଥିଲେ। ଯଦିଓ ସେ ଜାଣିଥିଲେ ଯେ ରାମୁ ତାଙ୍କ କୋଠରୀରେ ଏକା ରହୁଛନ୍ତି, ସେ ଧୀରେ ଧୀରେ ରାମୁଙ୍କ କୋଠରୀ ଆଡ଼କୁ ଗଲେ। ତାପରେ ସେ ଦେଖିଲେ ଯେ ରାମୁ ତାଙ୍କ ରୁମ୍ରୁ ବାହାରକୁ ଆସି ଚୁପଚାପ କବାଟ ବନ୍ଦ କରୁଛନ୍ତି। ରାତି ହୋଇସାରିଥିଲା, ତେଣୁ ସେ ସେହି ସମୟରେ ତାଙ୍କ ରୁମ୍ରେ ବିଶ୍ରାମ ନେବା ଉଚିତ ଥିଲା, କିନ୍ତୁ ସେ କୌଣସି ସ୍ଥାନକୁ ଯାଉଥିଲେ, ତେଣୁ ନେହା ଗୁପ୍ତ ଭାବରେ ତାଙ୍କୁ ଦେଖୁଥିଲେ। ରାମୁ ତାପରେ ଶୀଘ୍ର ଘର ଭିତରକୁ ଚାଲିଗଲେ। ଏହା ନେହାଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ତାପରେ ଚୁପଚାପ ନେହାଙ୍କ ପଛେ ପଛେ ସେ ତାଙ୍କ ରୁମ୍ ଆଡ଼କୁ ଚାଲିବାକୁ ଲାଗିଲେ। ଯେତେବେଳେ ସେ ତାଙ୍କ ରୁମ୍ରେ ପହଞ୍ଚିଲେ, ସେ ଦେଖିଲେ ଯେ ରାମୁ ଧୀରେ ଧୀରେ କବାଟ ଖୋଲି ଭିତରକୁ ଯାଉଛନ୍ତି। ଏହା ଦେଖି ନେହାଙ୍କ ଶରୀର ଭୟରେ ଥରି ଉଠିଲା, କାରଣ ସେ ଅନୁଭବ କଲେ ଯେ ରାମୁ ଏବେ ଜାଣିବେ ଯେ ସେ ରୁମ୍ରେ ନାହାନ୍ତି। ସେ ଭୟଭୀତ ହୋଇଗଲେ। ତାପରେ ସେ ଶୀଘ୍ର ରୋଷେଇ ଘରକୁ ଦୌଡ଼ିଗଲେ। ସେ ଲାଇଟ୍ ଜଳାଇଲେ ଏବଂ ପାଣି କଳସ ଆଣିବାର ଅଭିନୟ କଲେ। ତାପରେ ସେ ଯୋଜନା ଅନୁସାରେ ରାମୁ ତାଙ୍କୁ ଖୋଜିବା ପାଇଁ ଉତ୍କଣ୍ଠିତ ହୋଇ ରୋଷେଇ ଘରକୁ ଆସିଲେ। ନେହାଙ୍କୁ ସେଠାରେ ଦେଖି ସେ ଆଶ୍ୱସ୍ତିର ନିଶ୍ୱାସ ନେଲେ ଏବଂ ପଚାରିଲେ, ତୁମେ ଏଠାରେ କଣ କରୁଛ? ମୁଁ ତୁମକୁ କୌଣସି ସ୍ଥାନରେ ପାଇଲି ନାହିଁ, ତେଣୁ ମୁଁ ବହୁତ ଚିନ୍ତିତ ହୋଇଗଲି। ନେହା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲେ ଏବଂ ପଚାରିଲେ, ତୁମେ ମୋତେ ଖୋଜିବା ପାଇଁ ମୋ ରୁମ୍କୁ କାହିଁକି ଯାଇଥିଲା? ରାମୁ ତାଙ୍କ ପ୍ରଶ୍ନରେ ଚମକି ପଡ଼ିଲେ। ତାପରେ ହଠାତ୍ ସେ ନେହାଙ୍କ ସମ୍ମୁଖରେ କଣ କହିଥିଲେ ତାହା ଜାଣିପାରି ସେ ଉତ୍ତେଜିତ ଭାବରେ ପ୍ରସଙ୍ଗ ବଦଳାଇ ଦେଲେ। ମୁଁ ତୁମକୁ ପାଣି ବୋତଲ ଦେବାକୁ ଆସିଥିଲି। ମୁଁ ଭୁଲିଗଲି ଯେ ତୁମ କୋଠରୀରେ ପାଣି ନାହିଁ। ଏହା ନେହାଙ୍କୁ ଆହୁରି ଆଶ୍ଚର୍ଯ୍ୟ କଲା। ସେ ରାମୁଙ୍କୁ ସତର୍କତାର ସହିତ ଚାହିଁଲେ, ଦେଖିଲେ ଯେ ସେ ପାଣି ଆଣିବାର ଅଭିନୟ କରୁଛନ୍ତି, କାରଣ ବୋତଲଟି ତାଙ୍କ କୋଠରୀରେ ପୂର୍ବରୁ ଥିଲା। ତେଣୁ ସେ ରାମୁଙ୍କୁ ସନ୍ଦେହ କରିବାକୁ ଲାଗିଲେ। ରାମୁ ଚୁପଚାପ ତାଙ୍କ ଆଲମାରୀ ପାଖକୁ ଗଲେ। ତାପରେ ନେହା ତାଙ୍କ କୋଠରୀକୁ ଫେରି ଆସିଲେ, କବାଟ ବନ୍ଦ କରିଦେଲେ ଏବଂ ବହୁତ ସମୟ ପର୍ଯ୍ୟନ୍ତ ତାଙ୍କ ବିଷୟରେ ଚିନ୍ତା କଲେ, କାରଣ ପୂର୍ବରୁ
ସେ ସବୁବେଳେ ତାଙ୍କୁ ଶାନ୍ତ ଏବଂ କଠିନ ଭାବରେ ଘର କାମ କରୁଥିବାର ଦେଖିଥିଲେ। ସେ ଦିନରେ କେବେ ତାଙ୍କ କୋଠରୀକୁ ଆସିନଥିଲେ। ନେହା ନିଜ କୋଠରୀ ମଧ୍ୟ ସଫା କରୁଥିଲେ। ତେଣୁ ମଧ୍ୟରାତ୍ରିରେ ତାଙ୍କ କୋଠରୀରେ ଏତେ ଭଦ୍ର ଏବଂ ଭଲ ଲୋକ କଣ କରୁଥିଲେ? ଯଦିଓ ନେହା ତାଙ୍କ ଧ୍ୟାନ ଚାହୁଁଥିଲେ, ଏଥର ସେ ନିଜେ ଉତ୍ତେଜନାଗ୍ରସ୍ତ ହୋଇଯାଇଥିଲେ। ତେଣୁ ସେ ସାରା ରାତି ଏହି ଚିନ୍ତାଧାରାଗୁଡ଼ିକରେ ବୁଡ଼ି ରହିଲେ। ପରଦିନ ସକାଳେ ନେହାଙ୍କ ଆଖି ରାମୁ ଉପରେ ସ୍ଥିର ହୋଇଗଲା, କାରଣ ଏବେ ସେ ସନ୍ଦେହଜନକ ଅନୁଭବ କରୁଥିଲେ। କିନ୍ତୁ ରାମୁ ସବୁବେଳେ ପରି ଶାନ୍ତ ଏବଂ ଭଦ୍ର ଭାବରେ କଥାବାର୍ତ୍ତା କରି ନିଜ ନଜରକୁ ତଳକୁ ରଖିଲେ। ସେ ରାତ୍ରି ଭୋଜନ ରାନ୍ଧି ନେହାକୁ ଦେଲେ। ତାପରେ ସେ ଘର କାମ ସାରି ତାଙ୍କ ରୁମକୁ ଗଲେ। ସେହି ରାତିରେ ନେହା ତାଙ୍କ ବିଛଣାରେ ପଶିଗଲେ ଏବଂ ସ୍ଥିର କଲେ ଯେ ଯଦି ରାମୁ ସେହି ରାତିରେ ପୁଣି ତାଙ୍କ ରୁମକୁ ଆସିବେ, ତେବେ ସେ ତାଙ୍କୁ ପଚରା ଉଚରା କରିବେ। ସେ ତାଙ୍କୁ ଦେଖାଇବେ ଯେ ସେ ତାଙ୍କର ପ୍ରକୃତ ରଙ୍ଗ ଦେଖିଛନ୍ତି। ସେ ଭାବିଥିଲେ ଯେ ରାମୁ ରାତିରେ ତାଙ୍କ ରୁମରେ କଣ କରୁଛନ୍ତି। ସେ ଶୋଇଛନ୍ତି। ଠିକ ସେହି ସମୟରେ ସେ ତାଙ୍କ ଦ୍ୱାର ପାଖରେ ପାଦ ଶବ୍ଦ ଶୁଣିଲେ। ତେଣୁ ସେ ତୁରନ୍ତ ଶୋଇବାର ଅଭିନୟ କଲେ। ତାପରେ କିଛି ସମୟ ପରେ ଦ୍ୱାର ଖୋଲିଗଲା ଏବଂ କୈଳାସ ତାଙ୍କ ରୁମରେ ପ୍ରବେଶ କଲେ। ନେହା ଶୋଇଥିବାର ଅଭିନୟ କରି ଭିତରେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ସତ୍ୟ କଥା ହେଉଛି ଯେ ନେହା ଜଣେ ଖରାପ ଚରିତ୍ର କିମ୍ବା ଅହଂକାରୀ ମହିଳା ନଥିଲେ। ସେ କେବଳ ରାମୁଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। ବିଶ୍ୱାସ କରୁଥିଲେ ଯେ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଯୌବନ ରାମୁଙ୍କ ଦୃଷ୍ଟି ଆକର୍ଷଣ କରିବ। କିନ୍ତୁ ସେ କେବେ କଳ୍ପନା କରି ନଥିଲେ ଯେ ସେ ତାଙ୍କର ଫାଇଦା ନେବେ କିମ୍ବା ତାଙ୍କୁ କ୍ଷତି କରିବେ। କିନ୍ତୁ ସେତେବେଳେ ମଧ୍ୟ ସେ କୋଠରୀରେ ଏକା ଥିଲେ ଏବଂ ରାମୁ ତାଙ୍କ ବିଛଣା ପାଖକୁ ଆସୁଥିବା ଦେଖି ସେ ଭୟଭୀତ ହୋଇଗଲେ। ସେ ତାଙ୍କ ବାପାଙ୍କ ଉପରେ କ୍ରୋଧିତ ଥିଲେ, କାରଣ ତାଙ୍କ ଛୋଟ ଝିଅକୁ ଜଣେ ପୁରୁଷଙ୍କ ଯତ୍ନରେ ଛାଡ଼ି ଦେଇଥିଲେ। ସେ ତାଙ୍କ ଉପରେ ଏତେ ବିଶ୍ୱାସ କରିଥିଲେ ଯେ ସେ ଘରେ ଅନ୍ୟ କୌଣସି ଚାକରଙ୍କୁ ମଧ୍ୟ ଅନୁମତି ଦେଇନଥିଲେ। ଠିକ ସେତିକିବେଳେ ରାମୁ ନେହାଙ୍କ ବିଛଣା ପାଖକୁ ଆସି ଅଟକିଗଲା। ନେହାଙ୍କ ହୃଦୟ ଭୟରେ ଧଡ଼କ ହୋଇଗଲା। କିନ୍ତୁ ରାମୁଙ୍କ ପରବର୍ତ୍ତୀ କାର୍ଯ୍ୟ ତାଙ୍କୁ ଆହୁରି ଆଶ୍ଚର୍ଯ୍ୟ କଲା। ଯେତେବେଳେ ସେ ତାଙ୍କ ପାଖକୁ ଆସିଲେ ଏବଂ ତାପରେ ଚୁପଚାପ ଚାଲିଗଲେ, ସେତେବେଳେ ମଧ୍ୟ ନେହା ଚୁପଚାପ ଶୋଇପଡ଼ିଥିଲେ। କିନ୍ତୁ ତାଙ୍କ ମନ ସମାନ ଚିନ୍ତାରେ ବ୍ୟସ୍ତ ଥିଲା। ତାପରେ ପରଦିନ ସକାଳେ ଯେତେବେଳେ ରାମୁ ତାଙ୍କୁ ରାତ୍ରି ଭୋଜନ ପାଇଁ ଡାକିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭୟଭୀତ ହୋଇ ତାଙ୍କୁ ଚାହିଁଲେ। ରାମୁ ତାଙ୍କ ଅବସ୍ଥା ଦେଖି ଟିକିଏ ହସି ପଚାରିଲେ, କଣ ହୋଇଛି ମ୍ୟାଡାମ? ନେହା ଶୀଘ୍ର ଉତ୍ତର ଦେଲେ, ମୁଁ ଏବେ ଭୋକରେ ନାହିଁ। ଦୟାକରି ଖାଦ୍ୟ ରଖନ୍ତୁ, ମୁଁ ପରେ ଖାଇବି ଏବଂ ତୁମେ ଏବେ ଯାଇପାରିବେ। ଏହା କହି ସେ ତାଙ୍କ ରୁମକୁ ଦୌଡ଼ି ଗଲେ ଏବଂ କବାଟ ବନ୍ଦ କରିଦେଲେ। ଏବେ ସେ ପୂର୍ବ ପରି ରାମୁଙ୍କ ପାଖରେ ସ୍ୱାଭାବିକ ବ୍ୟବହାର କରିପାରିଲେ ନାହିଁ, କାରଣ ଏବେ ସେ ତାଙ୍କ ପାଖରେ ସ୍ୱାଭାବିକ ବ୍ୟବହାର କରିପାରିବେ ନାହିଁ। ସେ ସେହି ରାତିର ରାମୁଙ୍କ ଆଚରଣକୁ ମନେ ପକାଇ ଚାଲିଥିଲା। ପରଦିନ ରାତିରେ ରାମୁ ସମାନ ଭାବରେ ତାଙ୍କ ରୁମକୁ ଆସିଲେ ଏବଂ ତାଙ୍କ ବିଛଣା ପାଖରେ ରହିଲେ। ନେହା ପୁଣି ଶୋଇଥିବାର ଅଭିନୟ କଲେ। ତଥାପି ସେ ରାମୁଙ୍କୁ ପଚାରିବାକୁ ଚାହୁଁଥିଲେ ସେ ପ୍ରତିଦିନ ରାତିରେ କଣ କରନ୍ତି, କିନ୍ତୁ ଭୟ ତାଙ୍କୁ କିଛି କହିବାକୁ ବାରଣ କଲା। ସେ ସାଧାରଣ କଥାରେ ରାମୁଙ୍କୁ ଗାଳି ଦେଉଥିଲେ, କିନ୍ତୁ ଏଥର ତାଙ୍କର ସାହସ ଭାଙ୍ଗିଗଲା। ତେଣୁ ନେହା ତାଙ୍କୁ ପ୍ରଶ୍ନ କରିବାକୁ ସାହସ ଜୁଟାଇ ପାରିଲେ ନାହିଁ। ପ୍ରତି ରାତିରେ ସମାନ ଭୟଙ୍କର କ୍ରମ ଜାରି ରହିଲା। ଯେତେବେଳେ ତାଙ୍କ ବାପା ରଘୁନାଥ ଫୋନ କରୁଥିଲେ, ସେ କେବଳ କହୁଥିଲେ ସବୁ କିଛି ଠିକ ଅଛି। କିନ୍ତୁ ସତ୍ୟ ଥିଲା ତାଙ୍କର ଉତ୍ତେଜନା ଆହୁରି ତୀବ୍ର ହେଉଥିଲା। ଗୋଟିଏ ରାତିରେ ପୁଣି ସମାନ ଘଟଣା ଘଟିଲା। ରାମୁ ନେହାଙ୍କ ରୁମକୁ ଆସିଲେ, ଅଟକିଗଲେ ଏବଂ ବାହାରକୁ ଚାଲିଗଲେ। ଏଥର ନେହା ଉଠି ଚୁପଚାପ ତାଙ୍କ ପଛେ ପଛେ ଗଲେ। ତାପରେ ତାଙ୍କ ରୁମ୍ ଆଡ଼କୁ ଯିବା ପରିବର୍ତ୍ତେ ରାମୁ ଘରର ଅନ୍ୟ ଫାଟକ ଆଡ଼କୁ ଗଲେ। ଏହା ଦେଖି ନେହା ଅଟକିଗଲେ ଏବଂ ଭାବିଲେ ଯେ ସେ ଏତେ ରାତିରେ କୁଆଡ଼େ ଯାଉଛନ୍ତି। ତାପରେ ସେ ସାରା ରାତି ସେଠାରେ ଅପେକ୍ଷା କଲେ, କିନ୍ତୁ ରାମୁ ଫେରିଲେ ନାହିଁ। ରାମୁଙ୍କ ଅଜବ ଆଚରଣ ଏବଂ ତାଙ୍କ ବାରମ୍ବାର ନିଖୋଜ ହେବା ତାଙ୍କୁ ଭୟଭୀତ କରୁଥିଲା। ତେଣୁ ନିଦ ତାଙ୍କୁ ଦୂରେଇ ଯାଉଥିଲା। ସେ ତାଙ୍କ ଅପେକ୍ଷାରେ ବାହାରେ ସୋଫାରେ ବସିଥିଲେ। ସକାଳ 5ଟାରେ ନେହା କବାଟ ଖୋଲାଥିବା ଶବ୍ଦ ଶୁଣି ଉଠି ପଡ଼ିଲେ। ସେ ବିଷାକ୍ତ ଦେଖାଯାଉଥିଲେ। ତାଙ୍କ ପୋଷାକ ରକ୍ତରେ ଦାଗ ହୋଇଯାଇଥିଲା। ସେ ଧୀରେ ଧୀରେ ତାଙ୍କ ରୁମକୁ ଚାଲିଗଲେ। ଏସବୁ ଦେଖି ନେହା ଗଭୀର ଚିନ୍ତାରେ ହଜିଗଲେ। ସେ ରାତିରେ କେଉଁଠିକୁ ଯାଉଥିଲେ ଏବଂ ତାଙ୍କ ପୋଷାକରେ ରକ୍ତର ଦାଗ କିପରି ଲାଗିଥିଲା? ସେ କି ପ୍ରକାରର ବ୍ୟକ୍ତି ଥିଲେ? ଏହି ପ୍ରଶ୍ନଗୁଡ଼ିକ ତାଙ୍କୁ ପାଗଳ କରିଦେଉଥିଲେ, କାରଣ ସେ ରାମୁଙ୍କ ବିଷୟରେ ସତ୍ୟ ଜାଣିବାକୁ ଆଗ୍ରହୀ ଥିଲେ। କିନ୍ତୁ ବର୍ତ୍ତମାନ
ସେ ତାଙ୍କୁ ପ୍ରଶ୍ନ କରିବାକୁ ସାହସ ପାଇ ନଥିଲେ। ରାତିରେ ରାମୁଙ୍କୁ ଏପରି ନ ଦେଖିବା ପର୍ଯ୍ୟନ୍ତ ସେ ତାଙ୍କୁ କେବଳ ଜଣେ ସାଧାରଣ ଚାକର ବୋଲି ଭାବୁଥିଲେ। କିନ୍ତୁ ଏବେ ଏସବୁ ଦେଖିବା ପରେ ତାଙ୍କର ଭୟ ବଢିଯାଇଥିଲା। ପ୍ରତ୍ୟେକ ରାତିରେ ରାମୁ ପ୍ରଥମେ ତାଙ୍କ ରୁମକୁ ଆସୁଥିଲେ, ତାପରେ ଘରୁ ବାହାରି ଯାଉଥିଲେ ଏବଂ ସକାଳ 5ଟାରେ କ୍ଳାନ୍ତ ହୋଇ ଫେରି ଆସୁଥିଲେ। ତାଙ୍କ ପୋଷାକ ମଇଳା ଏବଂ ରକ୍ତ ହୋଇଯାଉଥିଲା। ଏସବୁ ଦେଖି ନେହାର ଭୟ ବଢିଗଲା। ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ସେ ମଧ୍ୟ ଜଣେ ଝିଅ ଥିଲେ ଏବଂ ଝିଅମାନେ ସ୍ୱାଭାବିକ ଭାବରେ ଭୟଭୀତ ହୋଇଥାନ୍ତି। ସେଥିପାଇଁ ନେହା ମଧ୍ୟ ଭୟଭୀତ ଥିଲେ। ତାଙ୍କ ମା ଶକୁନ୍ତଳାଙ୍କ ମୃତ୍ୟୁ ହୋଇସାରିଥିଲା ଏବଂ ତାଙ୍କ ବାପା ବିଶ୍ୱାସ ସବୁବେଳେ ତାଙ୍କୁ ପ୍ରେମ ଏବଂ ସ୍ୱାଧୀନତା ଦେଇଥିଲେ, କେବେ କିଛି ବାରଣ କରିନଥିଲେ। କିନ୍ତୁ ରାମୁର ଆଚରଣ ତାଙ୍କୁ ପାଗଳ କରିଦେଉଥିଲା। ତାଙ୍କର ଶାନ୍ତି ଉଭାନ ହୋଇଯାଇଥିଲା। ସେ ଏବେ ଅସୁସ୍ଥ ଅନୁଭବ କରୁଥିଲେ। ତାପରେ ଗୋଟିଏ ଦିନ ନେହାଙ୍କ ବାପା ଫୋନ କରି ନେହାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଲେ। ନେହା କାନ୍ଦି ପକାଇ କହିଲେ, ବାପା, ମତେ ଏହି ଘରେ ଆହୁରି ଏକ ଚାକର ଦରକାର। ମୁଁ ଏହି ଲୋକ ସହିତ ଏକା ରହିପାରିବି ନାହିଁ। ତାଙ୍କ ବାପା ତାଙ୍କୁ ସାନ୍ତ୍ୱନା ଦେଲେ। ଝିଅ, ତୁମେ ଏହି ଦୁନିଆକୁ ବୁଝିପାରୁନାହଁ। କିଛି ଲୋକ ବାହାରେ ଗୋଟିଏ ପଟକୁ ଦେଖନ୍ତି, କିନ୍ତୁ ଭିତରେ ଅନ୍ୟ କିଛି। ସେଥିପାଇଁ ମୁଁ ତୁମର ସୁରକ୍ଷା ବିଷୟରେ ଏତେ ଚିନ୍ତିତ। ସେଥିପାଇଁ ତୁମର ଭବିଷ୍ୟତ ପାଇଁ ମତେ ଏଠାକୁ ଆସିବାକୁ ପଡ଼ିଲା। ତଥାପି ମୁଁ ତୁମକୁ ମଧ୍ୟ ମୋ ସହିତ ନେବାକୁ ଚାହୁଁଥିଲି, କିନ୍ତୁ ସେ ମଧ୍ୟ କରିପାରିବେ ନାହିଁ ଏବଂ ମୁଁ ଆଉ କୌଣସି ଅଜଣା ଲୋକକୁ ବିଶ୍ୱାସ କରିପାରିବି ନାହିଁ। ସେଥିପାଇଁ କେବଳ ରାମୁ ତୁମ ସହିତ ରହିବ। ତାଙ୍କ ବାପାଙ୍କ କଥା ନେହାଙ୍କୁ ଆହୁରି ବିସ୍ମିତ କରିଥିଲା, କାରଣ ସେ ବୁଝିପାରିଲେ ନାହିଁ ଯେ ତାଙ୍କ ବାପା କାହିଁକି ଚାକରକୁ ଏତେ ବିଶ୍ୱାସ କରନ୍ତି। ସେ ଉତ୍ତର ଦେଲେ, ବାପା, ଆପଣ ଠିକ୍ କହୁଛନ୍ତି। ଏହି ଦୁନିଆରେ ଲୋକମାନେ ଦୁଇମୁଖୀ। ସେମାନେ ଅନ୍ୟମାନଙ୍କୁ ଭୁଆ ବୁଲାଉଛନ୍ତି। ସେଥିପାଇଁ ମୁଁ ରାମୁକୁ ଡରୁଛି। କିଏ ଜାଣେ, ସେ ଯେତେ ଭଲ ଦେଖାଯାଉଛି ସେତେ ଭଲ ନ ହୋଇପାରେ। ନେହା ତାଙ୍କ ବାପାଙ୍କ ଚାକର ଉପରେ ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ତାଙ୍କ ବାପା କହିଲେ, ଝିଅ, ମୁଁ ରାମୁକୁ ଅନ୍ଧ ଭାବରେ ବିଶ୍ୱାସ କରେ। କେହି ଯାହା କହିଲେ ମଧ୍ୟ ମୁଁ ତାଙ୍କୁ ସନ୍ଦେହ କରେ ନାହିଁ। ସେ ତୁମର କିଛି ଭୁଲ କରିପାରିବେ ନାହିଁ। ମୋର ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ତାଙ୍କ ବାପାଙ୍କ ବିଶ୍ୱାସ ନେହାଙ୍କୁ ଆହୁରି ବିଚଳିତ କରିଥିଲା। ସେ ବୁଝିପାରିଲେ ଯେ ତାଙ୍କ ବାପା ତାଙ୍କୁ ବିଶ୍ୱାସ କରିବେ ନାହିଁ। ଯଦିଓ ସେ ତାଙ୍କୁ ସତ୍ୟ କହିବାକୁ ଚାହୁଁଥିଲେ, ସେହିଦିନ ସେ ଆଉ ଚେଷ୍ଟା ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକୁଟିଆ ଭାବି ସେ ଅଧିକ ଚାପଗ୍ରସ୍ତ ହୋଇଗଲେ। ଏହି ସମୟରେ ରାମୁଙ୍କ ଅଜବ ଆଚରଣ ଜାରି ରହିଲା। ସେ ମୁକ୍ତ ଭାବରେ ଘର ସାରା ବୁଲୁଥିଲେ। ଯେତେବେଳେ ତାଙ୍କର ଇଚ୍ଛା ହୁଏ ସେଠାରୁ ଚାଲି ଯାଉଥିଲେ। ସେ ସକାଳେ ଯେତେବେଳେ ଇଚ୍ଛା ହୁଏ ଫେରି ଆସୁଥିଲେ। ନେହା ଏବେ ତାଙ୍କୁ ବହୁତ ଭୟ କରୁଥିଲେ। ସେ ତାଙ୍କ ବାପାଙ୍କୁ ଅନେକ ଥର ଇଙ୍ଗିତ ମାଧ୍ୟମରେ କହିବାକୁ ଚେଷ୍ଟା କରିଥିଲେ, କିନ୍ତୁ ରାମୁ ଶୁଣି ନଥିଲେ। ଗୋଟିଏ ଦିନ ନେହା ଚିନ୍ତିତ ହୋଇ ତାଙ୍କ ବାପାଙ୍କୁ କହିଲେ, ବାପା, ତୁମେ ତୁମ ଝିଅକୁ ଟିକେ ବିଶ୍ୱାସ କରିବା ଉଚିତ। ମୁଁ ଜାଣେ ରାମୁ ସେପରି ଦେଖାଯାଉ ନାହିଁ। ସେ ଗୁପ୍ତ ଭାବରେ କିଛି ଅଜବ କାମ କରେ। ଏହା ଶୁଣି ତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କଣ ଝିଅ, ସେ ତୁମ ସହିତ ଏପରି କଣ କରେ ଯାହା ତୁମକୁ ଭୟଭୀତ କରୁଛି? ନେହା ଆଉ କିଛି କହିବାକୁ ଯାଉଥିଲା, ରାମୁ ଆସି ତା ସାମ୍ନାରେ ଚା କପ ରଖିଲା ଏବଂ ତାକୁ ରାଗି ଚାହିଁଲା। ତାକୁ ଡରାଇଲା। ସେ ଶୀଘ୍ର ଏକ ବାହାନା କରି ଫୋନ କାଟିଦେଲା। ରାମୁ କହିଲା, ତୁମର ବାପାଙ୍କୁ ସମସ୍ତ ପ୍ରକାରର ଅସ୍ୱାଭାବିକ କଥା କହି ହଇରାଣ କର ନାହିଁ। ତୁମେ ମୋ ସହିତ କଥା ହୋଇପାର। ମୁଁ ତୁମକୁ ଭୟଭୀତ କରିବା ପାଇଁ କଣ କଲି? ମୁଁ କେବେ ତୁମ ସହିତ ଖରାପ ବ୍ୟବହାର କରିନାହିଁ। ମୁଁ ସବୁବେଳେ ତୁମ ସହିତ ସୌଜନ୍ୟପୂର୍ଣ୍ଣ ବ୍ୟବହାର କରିଛି। ଚିନ୍ତା କର ନାହିଁ, ମୁଁ ତୁମର କୌଣସି କ୍ଷତି କରିବି ନାହିଁ। ରାମୁ ଶାନ୍ତ ସ୍ୱରରେ କହିଲା, କିନ୍ତୁ ନେହା ଅନୁଭବ କଲେ ଯେ ସେ ଗୁପ୍ତ ଭାବରେ ତାଙ୍କୁ ତାଙ୍କ ବାପାଙ୍କୁ ନ କହିବା ପାଇଁ ଧମକ ଦେଉଛନ୍ତି। ନେହା ଚୁପଚାପ ମୁଣ୍ଡ ନୁଆଇଲେ। ଯଦିଓ ସେ ଏପର୍ଯ୍ୟନ୍ତ ତାଙ୍କ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ। ସେ ତାଙ୍କୁ ସବୁକିଛି କହିବାକୁ ଚାହୁଁଥିଲେ, କିନ୍ତୁ ସାହସ ସଂଗ୍ରହ କରିପାରିଲେ ନାହିଁ। ତାପରେ ରାମୁର ଧ୍ୟାନ ହଟାଇବା ପାଇଁ ସେ କହିଲେ, ମୋର ତୁମ ଉପରେ କୌଣସି ସନ୍ଦେହ ନାହିଁ। ନା, ମୁଁ କେବଳ ଏକାକୀ ଏବଂ ଭୟଭୀତ। ମୁଁ ଆଉ ଏକା ରହିପାରିବି ନାହିଁ। ସେଥିପାଇଁ ମୁଁ ଅଧିକ ଚାକର ନିଯୁକ୍ତି କରିବାକୁ ଚାହୁଁଛି। ଏହା ସେହି ପୁରୁଣା ବାହାନା ଥିଲା, କିନ୍ତୁ ଏଥର ସେ ସତ୍ୟ କହୁଥିଲା। ସେ ପ୍ରକୃତରେ ଭୟରେ ଅସୁସ୍ଥ ହେଉଥିଲା। ରାମୁ କିଛି ସମୟ ପାଇଁ ଚିନ୍ତା କରି ଉତ୍ତର ଦେଲା, ଚିନ୍ତା କର ନାହିଁ। ମୁଁ ତୁମକୁ ଆଉ ଭୟଭୀତ ହେବାକୁ ଦେବି ନାହିଁ। ନେହା ନୀରବରେ ମୁଣ୍ଡ ହଲାଇଲା। ସେ ନିଜ କୋଠରୀରେ ନିଜକୁ ବନ୍ଦ କରି
ତାଙ୍କ ବାପାଙ୍କୁ ସବୁକିଛି କହିପାରିଥାନ୍ତେ, କିନ୍ତୁ ଏବେ ତାଙ୍କୁ ସବୁବେଳେ ସତର୍କ ରହିବାକୁ ପଡୁଥିଲା। ସେହି ଫୋନ ପରେ ରାମୁ ମଧ୍ୟ ନେହା ଉପରେ ନଜର ରଖିବା ଆରମ୍ଭ କଲେ। ପୂର୍ବରୁ ସେ କାମ ପରେ ତାଙ୍କ କୋଠରୀକୁ ଫେରି ଯାଉଥିଲେ, କିନ୍ତୁ ଏବେ ସେ ସାରା ଦିନ ଘରେ ରହୁଥିଲେ ଏବଂ ନେହା ଚାରିପାଖରେ ଘୁରି ବୁଲୁଥିଲେ। ରାତିରେ ମଧ୍ୟ ସେ ବାରମ୍ବାର ତାଙ୍କ କୋଠରୀ ବାହାରକୁ ଆସି ନେହା ଶୋଇପଡ଼ିବା ପର୍ଯ୍ୟନ୍ତ ଭିତରକୁ ଚାହିଁ ରହୁଥିଲେ। ଏହା ନେହାଙ୍କୁ ଆହୁରି ଭୟଭୀତ କରିଥିଲା, ଯାହା ଫଳରେ ସେ ଭିତରେ କାନ୍ଦିବାକୁ ଲାଗିଲା। ଏବେ ସେ ତାଙ୍କ ବାପାଙ୍କୁ କିଛି କହିପାରୁ ନଥିଲେ କିମ୍ବା ରାମୁଙ୍କୁ ଦୂରେଇ ପାରି ନଥିଲେ। ତେଣୁ ସେ ଅନୁଭବ କରିବାକୁ ଲାଗିଲେ ଯେ ରାମୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିନେଇଛନ୍ତି। କିନ୍ତୁ ତାପରେ ଗୋଟିଏ ଦିନ ତାଙ୍କ ବାପା ଶୁଭ ଖବର ସହିତ ଫୋନ କଲେ, ଝିଅ ମୁଁ ଫେରି ଆସୁଛି। ଏହା ଶୁଣି ନେହା ଆଶ୍ୱସ୍ତ ଅନୁଭବ କଲେ। ସେ ସଂକଳ୍ପ କଲେ ଯେ ଯେତେବେଳେ ତାଙ୍କ ବାପା ଘରକୁ ଫେରବେ ସେ ତାଙ୍କ ସାମ୍ନାରେ ବସି ତାଙ୍କୁ ସତ୍ୟ କହିବେ। ଏଥର ସେ ତାଙ୍କ ବାପାଙ୍କୁ ଘରେ ରଖିବାକୁ ନିଷ୍ପତ୍ତି ନେଲେ, କାରଣ ସେ ଆଉ ଏକା ରହିବାକୁ ଚାହୁଁନଥିଲେ। ବର୍ତ୍ତମାନ ସୁଦ୍ଧା ରାମୁଙ୍କ ଦୃଷ୍ଟି ଆକର୍ଷଣ କରିବାର ତାଙ୍କର ସମସ୍ତ ଇଚ୍ଛା କମିଯାଇଥିଲା। ଏହି ଦିନଗୁଡ଼ିକ ସେ ଟିକେ ଖୁସି ଅନୁଭବ କରୁଥିଲେ, କିନ୍ତୁ ସେ ଏହା ମଧ୍ୟ ଲକ୍ଷ୍ୟ କଲେ ଯେ ଯେବେଠାରୁ ରାମୁ ଜାଣିବାକୁ ପାଇଲେ ଯେ ତାଙ୍କ ବାପା ଫେରି ଆସୁଛନ୍ତି, ସେ ଅଧିକରୁ ଅଧିକ ଟେନସନ ହୋଇଯାଇଛନ୍ତି। କିଛିଦିନ ପରେ ଯେତେବେଳେ ନେହାଙ୍କ ବାପା ଘରକୁ ଫେରିଲେ, ରାମୁ ତାଙ୍କ ପୁରୁଣା ଆଚରଣକୁ ଫେରି ଆସିଲେ। କାମ ସରିବା ମାତ୍ରେ ସେ ଘରୁ ବାହାରି ତାଙ୍କ ରୁମକୁ ଚାଲି ଯାଉଥିଲେ। ଏହା ନେହାଙ୍କୁ ତାଙ୍କ ବାପାଙ୍କ ସହିତ ଏକା ରହିବାର ସୁଯୋଗ ଦେଲା। ଗୋଟିଏ ଦିନ ତାଙ୍କ ବାପା ନେହାଙ୍କୁ ଦେଖିଲେ ଏବଂ ଚିନ୍ତାରେ କହିଲେ, ଝିଅ ତୁମେ ବହୁତ ଦୁର୍ବଳ ହୋଇଗଲ। ତୁମର ଟେନସନ କଣ? ମୁଁ ତୁମକୁ ଏହି ଘରେ ସମସ୍ତ ସାନ୍ତ୍ୱନା ଦେଇଛି। ରାମୁ ମୋତେ ଏହା ମଧ୍ୟ କୁହନ୍ତି ଯେ ସେ ତୁମର ବହୁତ ଯତ୍ନ ନିଅନ୍ତି। ମୁଁ ତାଙ୍କ କଥାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରେ। ମୋର ତାଙ୍କ ବିଷୟରେ କୌଣସି ସନ୍ଦେହ ନାହିଁ। ସେ ନିଶ୍ଚୟ ତୁମର ଯତ୍ନ ନେଉଥିବେ। ତେବେ ତୁମେ ଏତେ ଦୁର୍ବଳ କାହିଁକି ହୋଇଗଲ? ବାପାଙ୍କ ଆଶ୍ୱାସନାରେ ଆଶ୍ୱସ୍ତ ହୋଇ ନେହା ସାହସ ସଂଗ୍ରହ କରି ତାଙ୍କ ଆଡ଼କୁ ଚାହିଁଲେ। ସେ ବାରମ୍ବାର ବୁଝାଇଲେ ଯେ ରାମୁ ଜଣେ ବହୁତ ଭଲ ବ୍ୟକ୍ତି, କିନ୍ତୁ ତାପରେ ନେହା ସାହସ ସଂଗ୍ରହ କରି କହିଲେ, ବାପା ମୋର ମୁଖ୍ୟ ଚିନ୍ତା ହେଉଛି ତୁମର ଚାକର ରାମୁ। ମୁଁ ତାଙ୍କ ସହିତ ଖୁସି ରହିପାରିବି ନାହିଁ। ସେ ରାତିରେ ମୋତେ ଡରାଉଛନ୍ତି ଏବଂ ହଇରାଣ କରନ୍ତି। ତାଙ୍କ ବାପା ନେହାଙ୍କୁ ଗମ୍ଭୀରତାର ସହିତ ଚାହିଁ କହିଲେ, ଝିଅ ତୁମେ କିଛି ଭୁଲ କହୁଛ କି? ମୁଁ ଜାଣେ ରାମୁ ସେପରି ନୁହେଁ। ତାପରେ ନେହା ସାହସ ସଂଗ୍ରହ କରି କହିଲେ, ବାପା ସେ ଜଣେ ବହୁତ ଅଜବ ବ୍ୟକ୍ତି। ସେ ମୋ କୋଠରୀକୁ ଆସନ୍ତି ଯେଉଁଠାରେ ମୁଁ ପ୍ରତିଦିନ ଶୋଇଥାଏ। ଏହା ଶୁଣି ତାଙ୍କ ବାପା ଗଭୀର ଭାବରେ ଆଶ୍ଚର୍ଯ୍ୟ ହୋଇଗଲେ। ନେହା କାନ୍ଦି ପକାଇଲେ ଏବଂ ଜାଣିଶୁଣି ଅଯଥା କଥା କହିଲେ। ସେତେବେଳେ ତାଙ୍କର ଏକମାତ୍ର ଇଚ୍ଛା ଥିଲା ଯେ କୌଣସି ପ୍ରକାରେ ତାଙ୍କ ବାପାଙ୍କୁ ରାମୁଙ୍କ ଠାରୁ ଦୂରେଇ ରଖିବା, କାରଣ ସେ ଜଣେ ଭଲ ବ୍ୟକ୍ତି ନଥିଲେ। ଏହା ସତ୍ୟ ଯେ ରାମୁ ପ୍ରତିଦିନ ରାତିରେ ତାଙ୍କ କୋଠରୀକୁ ଆସୁଥିଲେ, କିନ୍ତୁ ନେହା ଅସହାୟ ଥିଲେ। ସେ ତାଙ୍କୁ ଅଟକାଇ ପାରିଲେ ନାହିଁ କିମ୍ବା କାହାକୁ କହିପାରିଲେ ନାହିଁ। ଯେତେବେଳେ ରାମୁ ସମ୍ପୂର୍ଣ୍ଣ ନୀରବ ରହିଲେ ଏବଂ ନେହା ଅନୁଭବ କଲେ ଯେପରି ସେ ରାମୁର ପ୍ରକୃତ ମୁହଁ ଦେଖିଛନ୍ତି, ନେହାଙ୍କ କଥା ତାଙ୍କ ବାପାଙ୍କୁ ବିଚଳିତ କଲା। ସେ ତାପରେ ଚିନ୍ତିତ ସ୍ୱରରେ କହିଲେ, ମୋତେ କ୍ଷମା କର ଝିଅ। ମୁଁ ତାଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରିଥିଲି। ମୁଁ ଜାଣିନଥିଲି ଯେ ସେ ଏତେ ତଳକୁ ଖସିଯିବେ। କିନ୍ତୁ ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁ ନଥିଲି ଯେ ରାମୁ ଏପରି କାମ କରିପାରିବେ। ତେଣୁ ସେ ବାରମ୍ବାର ଦୁଃଖର ସହିତ କହୁଥିଲେ, ଝିଅ ହୁଏତ ତୁମେ ଭୁଲ ବୁଝିଛି। ହୁଏତ ଏପରି କିଛି ହୋଇନଥିଲା। ନେହା ତାଙ୍କୁ ଆଶ୍ୱସ୍ତ କରି କହିଲେ, ବାପା ସବୁ ସତ୍ୟ। ଏହା ଶୁଣି ତାଙ୍କ ବାପା ଏତେ ଦୁଃଖିତ ହୋଇଥିଲେ ଯେ ସେହିଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଗଲା। ତାଙ୍କୁ ଡାକ୍ତରଖାନା ନେବାକୁ ପଡ଼ିଲା। ନେହା ତାଙ୍କ ବାପାଙ୍କ ବିଷୟରେ ବହୁତ ଚିନ୍ତିତ ଥିଲେ, କାରଣ ସେ ତାଙ୍କର ଏକମାତ୍ର ସାହାରା ଥିଲେ। ଯଦି ତାଙ୍କ ସହିତ କିଛି ହୋଇଯାଏ ତେବେ ସେ ବଞ୍ଚିପାରିବେ ନାହିଁ। ସେଥିପାଇଁ ସେ ତାଙ୍କ ପାଇଁ କାନ୍ଦୁଥିଲେ। ଠିକ ସେତିକିବେଳେ ରାମୁ ତାଙ୍କ ପାଖକୁ ଆସି କ୍ରୋଧରେ ପଚାରିଲେ, ତୁମେ କଣ ତୁମ ବାପାଙ୍କୁ କିଛି ଭୁଲ କହିଲ? ସେଥିପାଇଁ ତାଙ୍କର ଏହି ଅବସ୍ଥା ହେଲା। ନେହା ଏହା ଶୁଣି ଭୟଭୀତ ହୋଇଗଲେ, କିନ୍ତୁ ସେ ସାହସ ସଂଗ୍ରହ କରି କହିଲେ, ସେ ମୋ ବାପା। ମୁଁ ଯେତେବେଳେ ଚାହିଁବି ତାଙ୍କୁ କିଛି କହିପାରିବି। ରାମୁ ରାଗିଗଲେ। ତାପରେ ସେ କହିଲେ, ମୁଁ ତୁମକୁ କହିବା ପୂର୍ବରୁ ଚିନ୍ତା କରିବାକୁ କହିଥିଲି। ତୁମ ବାପାଙ୍କର ହୃଦରୋଗ ଅଛି। ସେ ସବୁବେଳେ ଅସୁସ୍ଥ। ଯଦି ତୁମେ ଏପରି କଥା କୁହ ତେବେ ସେ ମରି ମଧ୍ୟ ପାରନ୍ତି। ଯଦି ତୁମ ବାପା ମରିଯାଆନ୍ତି ତେବେ ତୁମେ କାହା ସହିତ କଥା ହେବ? ନେହା ଆହୁରି ଭୟଭୀତ ହୋଇଗଲେ, କାରଣ ସେ ଜାଣି ନଥିଲେ ଯେ
ତାଙ୍କ ବାପାଙ୍କର ହୃଦରୋଗ ଅଛି। ତାପରେ କିଛି ଦିନ ପରେ ନେହାର ବାପା ସୁସ୍ଥ ହୋଇ ଘରକୁ ଫେରିଆସିଲେ। ସେହି ସମୟରୁ ନେହା ଚୁପ୍ ହୋଇଗଲେ। ଗୋଟିଏ ଦିନ ସେ ତାଙ୍କ ବାପାଙ୍କୁ କହିଲେ, ବାପା, ମୁଁ ତୁମକୁ ମିଛ କହିଥିଲି। ଘରେ ଏପରି କିଛି ହୋଇନଥିଲା। ମୁଁ କେବଳ ଚାହୁଁଥିଲି ଯେ ତୁମେ ମୋ ସହିତ ଏହି ଘରେ ରୁହ ଏବଂ ଆଉ କେବେ ବିଦେଶ ଯାଉ ନାହିଁ। ସେଥିପାଇଁ ମୁଁ ତୁମକୁ ଏସବୁ କହିଲି। ଏହା ଉପରେ ତାଙ୍କ ବାପା କହିଲେ, ଝିଅ, ମୋ ରୋଗ ଯୋଗୁଁ ତୁମେ ଭୟଭୀତ, ଠିକ୍ ନା? ଯଦି ଏହା ସତ, ତେବେ ତୁମର ମନ ବଦଳାଅ ନାହିଁ। ମୁଁ ନିଶ୍ଚିତ ଭାବରେ ରାମୁକୁ ପ୍ରଶ୍ନ କରିବି ଏବଂ ତାଙ୍କୁ ଘରୁ ବାହାର କରିଦେବି। ତାପରେ ନେହା ତାଙ୍କ ଚିନ୍ତାଧାରା ଭିତରେ ହଜିଗଲେ ଯେ ରାମୁ କିପରି ଏତେ ତଳକୁ ଖସିଯାଇ ପାରନ୍ତି ଯେତେବେଳେ ତାଙ୍କ ବାପାଙ୍କ ଉପରେ ଅଟଳ ବିଶ୍ୱାସ ଅଛି। ତାପରେ ତାଙ୍କ ବାପା କହିଲେ, ଝିଅ, ମୋର ପୂର୍ବରୁ ମଧ୍ୟ ତୁମ ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା, କିନ୍ତୁ ମୁଁ କେବଳ ରାମୁଙ୍କୁ ବିଶ୍ୱାସ କରିଥିଲି, କିନ୍ତୁ ସେ ମୋର ବିଶ୍ୱାସ ଭାଙ୍ଗି ଦେଇଥିଲେ। ତାପରେ ତାଙ୍କ ବାପାଙ୍କ ଏହି ଦୁଃଖ ନେହାଙ୍କୁ ଆହୁରି କଷ୍ଟ ଦେଇଥିଲା, କାରଣ ସେ ମଧ୍ୟ ବହୁତ ଖରାପ ଭାବରେ ଭୟ ଏବଂ ଲଜ୍ଜାର ଶିକାର ହୋଇଯାଇଥିଲେ। ସେତେବେଳେ ମଧ୍ୟ ତାଙ୍କ ବାପା ରାମୁଙ୍କ ସହ କଥା ହେବାକୁ ଚାହୁଁଥିଲେ, କିନ୍ତୁ ନେହା ଏବେ ଭୟ କରୁଥିଲେ ଯେ ଯଦି ତାଙ୍କ ବାପା ରାମୁଙ୍କ ସହ କଥା ହୁଅନ୍ତି ତେବେ ସେ ତାଙ୍କୁ ମଧ୍ୟ କ୍ଷତି ପହଞ୍ଚାଇ ପାରନ୍ତି। ତେଣୁ ସେ ତାଙ୍କ ବାପାଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ସେ ଶୁଣିଲେ ନାହିଁ। ଗୋଟିଏ ଦିନ ତାଙ୍କ ବାପା ନେହାଙ୍କୁ ବଜାରକୁ କିଛି ଜିନିଷ ଆଣିବାକୁ ପଠାଇଲେ। ଯେତେବେଳେ ସେ ଘରୁ ବାହାରି ଯାଉଥିଲେ, ନେହା ସବୁବେଳେ ଏହି ଚିନ୍ତାରେ ପୀଡ଼ିତ ହେଉଥିଲେ ଯେ ସେ ଯିବା ପରେ ତାଙ୍କ ବାପା ରାମୁଙ୍କ ସହ ଏକା ରହିବେ। ଯଦି ସେ ତାଙ୍କୁ କୌଣସି ପ୍ରଶ୍ନ ପଚାରନ୍ତି ତେବେ ରାମୁ ତାଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ଏହା ତାଙ୍କୁ ଚିନ୍ତିତ କରିଥିଲା ଏବଂ ସେ ବଜାରକୁ ଯିବା ଛାଡ଼ି ଘରକୁ ଫେରିଆସିଲା। ତାପରେ ଯେପରି ସେ ଆଶା କରିଥିଲେ, ସେ ତାଙ୍କ ବାପାଙ୍କ କୋଠରୀରୁ ଏକ କଥାବାର୍ତ୍ତା ଶୁଣିଲେ। ତାଙ୍କ ବାପା ବହୁତ ରାଗି ଯାଇଥିଲେ ଏବଂ ରାମୁଙ୍କ ସହ କଥା ହେଉଥିଲେ, କିନ୍ତୁ ଯେତେବେଳେ ନେହା ତାଙ୍କ କଥା ଶୁଣିଲେ ତାଙ୍କୁ ଲାଗିଲା ଯେପରି ତାଙ୍କ ମୁଣ୍ଡ ଉପରେ ଆକାଶ ଖସି ପଡ଼ିଛି। ତାଙ୍କ ବାପା ରାଗି ରାମୁଙ୍କୁ କହୁଥିଲେ, ତୁମେ ଜାଣ ଯେ ନେହା ତୁମର ନିଜ ଝିଅ। ତୁମେ ତୁମର ନିଜ ଝିଅ ସହିତ ଏପରି କିପରି କରିପାରିବ? ରାତିରେ ତାଙ୍କ କୋଠରୀକୁ କାହିଁକି ଗଲ? ଏହା ଶୁଣି ନେହା ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେ ରାମୁଙ୍କ ଝିଅ ଥିଲେ। ସେ ଏବେ ବୁଝିପାରିଲେ ଯେ ତାଙ୍କ ବାପା ତାଙ୍କୁ ଏତେ ବିଶ୍ୱାସ କରୁଥିଲେ। ରାମୁ ତାପରେ ସତ୍ୟ ପ୍ରକାଶ କଲେ, ନେହାଙ୍କୁ ଲଜ୍ଜିତ କଲେ। ରାମୁ କହିଲା, ମୁଁ କେବଳ ତାଙ୍କ ରୁମକୁ ଯାଇଥିଲି ଦେଖିବା ପାଇଁ ଯେ ସେ ଶୋଇଛନ୍ତି କି ନାହିଁ। ତାପରେ ନିଶ୍ଚିତ କରିବା ପରେ ମୁଁ ଫେରିଆସିବି। ରାମୁ ସତ୍ୟ କହୁଥିଲେ। ସେ ପ୍ରତ୍ୟେକ ରାତିରେ ବାହାରକୁ ଯାଉଥିଲେ ଏବଂ ହୁଏତ ଏହାକୁ ଲୁଚାଇବା ପାଇଁ ସେ ପ୍ରଥମେ ନେହା ଶୋଇଛନ୍ତି ବୋଲି ନିଶ୍ଚିତ କରୁଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ କାହିଁକି ବାହାରକୁ ଯାଉଥିଲେ? ଯେତେବେଳେ ରାମୁଙ୍କୁ ପଚାରିଲେ, ରାମୁ ଉତ୍ତର ଦେଲେ, ମୁଁ ରାତିରେ ଏକ ମଟନ ସେଣ୍ଟରରେ କାମ କରିବାକୁ ଯାଏ। ମୁଁ ସଫାସୁତୁରା ଏବଂ ସକାଳର ସମସ୍ତ ପ୍ରସ୍ତୁତି କରେ। ମୁଁ ଏହା ତୁମଠାରୁ ଲୁଚାଇ ରଖିଥିଲି। ସେ ତାଙ୍କ ଉପରେ ରାଗିଗଲେ। ତାପରେ ସେ କହିଲେ, ତୁମେ ମୋ ଝିଅକୁ ଘରେ ଏକା ଛାଡ଼ି କାମ କରିବାକୁ ଯାଉଥିଲ। ତୁମେ ଟଙ୍କା ପାଇଁ ଏତେ ଲୋଭୀ? ରାମୁ ଉତ୍ତର ଦେଲେ, ତୁମେ ଜାଣ ମୋର ଏକ ବଡ଼ ପରିବାର ଅଛି। ସେଥିପାଇଁ ମୁଁ ମୋର ଗୋଟିଏ ଝିଅକୁ ପୋଷ୍ୟ ଗ୍ରହଣ ପାଇଁ ଦେଇଥିଲି। ମୋ ଛୋଟ ପୁଅର ମୃତ୍ୟୁ ପରେ ମୁଁ ତାଙ୍କ ଛୋଟ ପିଲାମାନଙ୍କର ମଧ୍ୟ ଯତ୍ନ ନିଏ। ମୋର ଅନ୍ୟ ଝିଅ ମଧ୍ୟ ଅଛି। ରାମୁ ତାପରେ ବୁଝାଇଲେ ଯେ ଏବଂ ନିଃସନ୍ତାନ ଥିବାରୁ ନେହାଙ୍କୁ ପୋଷ୍ୟ ଗ୍ରହଣ କରିଥିଲେ, କିନ୍ତୁ ନେହା ଜାଣି ନଥିଲେ ଯେ ତାଙ୍କର ପ୍ରକୃତ ଭାଇ ଏବଂ ଭଉଣୀ ଅଛନ୍ତି। ପ୍ରତିବଦଳରେ ରାମୁଙ୍କୁ ଘରେ କାମ କରିବା ପାଇଁ ଭଲ ପରିମାଣର ଟଙ୍କା ଦେଇଥିଲେ। ତଥାପି ତାଙ୍କ ପ୍ରକୃତ ବାପା ତାଙ୍କ ଅନ୍ୟ ପିଲାମାନଙ୍କର ପ୍ରତିପାଳନ ପାଇଁ ଦିନରାତି କାମ କରି ଚାଲିଥିଲେ। ଏସବୁ ଶୁଣି ନେହା ମନେ ପକାଇଲେ ଯେ ଯେତେବେଳେ ରାମୁ ତାଙ୍କ କୋଠରୀକୁ ଆସିବେ, ତାଙ୍କ ପାଦ ଅବସ୍ଥା ଦେଖି ସେ ଭୟଭୀତ ହୋଇଗଲେ, ଯାହା ଦୈନନ୍ଦିନ କାମରୁ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଏହା ଭାବି ନେହା ନିଜକୁ ଲଜ୍ଜିତ ଅନୁଭବ କଲେ। ସେତେବେଳେ ସେ ଭାବିଲେ ଯେ ଲୋକମାନେ ସେମାନଙ୍କର ଚାକରମାନଙ୍କୁ ମୂଲ୍ୟହୀନ ବୋଲି ଭାବନ୍ତି, କାରଣ ସେମାନେ ସେମାନଙ୍କୁ ଟଙ୍କା ଦିଅନ୍ତି, କିନ୍ତୁ ସେମାନେ କେବେ ବି ଚିନ୍ତା କରନ୍ତି ନାହିଁ ଯେ ସେମାନଙ୍କ ଜୀବନ କେତେ କଷ୍ଟକର ହେବ। ଏବଂ ସେ ତାଙ୍କ ନିଜ ବାପାଙ୍କୁ ମଧ୍ୟ ଅପମାନ କରିଥିଲେ ଏବଂ ସେତେବେଳେ ତାଙ୍କୁ ଏହା ବିଷୟରେ କୌଣସି ଧାରଣା ନଥିଲା। ଏସବୁ ଶୁଣି ନେହା ଗଭୀର ଲଜ୍ଜିତ ଅନୁଭବ କଲେ। ତାପରେ ସେ ଅନୁଭବ କଲେ ଯେ ତାଙ୍କର ଭୁଲ ବୁଝାମଣା କେବଳ ରାମୁଙ୍କୁ ବଦନାମ କରିନାହିଁ, ବରଂ ତାଙ୍କ ପିତାଙ୍କୁ ମଧ୍ୟ ବିରକ୍ତ କରିଛି। ତେଣୁ ବନ୍ଧୁଗଣ, ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆମେ କାହାକୁ ବିଚାର କରିବା ପୂର୍ବରୁ ସତ୍ୟ ଖୋଜିବା ଉଚିତ, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ବାଧ୍ୟବାଧକତା ଥାଏ
ଏବଂ ଆମେ ସେମାନଙ୍କ ସମସ୍ୟାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିବା ଉଚିତ। ଆମକୁ ମଧ୍ୟ ସର୍ବଦା ସତ୍ୟରେ ଲାଗି ରହିବା ଏବଂ ଅନ୍ୟମାନଙ୍କ ସମ୍ମାନ କରିବା ଉଚିତ। ତେବେ ବନ୍ଧୁଗଣ, ଯଦି ଆପଣ ନେହାଙ୍କ କାହାଣୀ ଉପଭୋଗ କରିଛନ୍ତି, ତେବେ ଏହି ଭିଡିଓକୁ ଲାଇକ୍ କରିବାକୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଆମେ ପୁଣି ଏକ ନୂତନ କାହାଣୀରେ ଦେଖାହେବା। ଧନ୍ୟବାଦର ନମସ୍କାର। ଦେଖାହେବା ଆଉ ଏକ ନୂତନ କାହାଣୀରେ।